এই জগତରେ ଯେତେ ବୁଡ଼ ରହିଛି ନା ସବୁଠାରୁ ପବିତ୍ର ନଦୀ କୋଉଟା? ଗଙ୍ଗା ମାତା, ହଁ କି ନାଇଁ? ଗଙ୍ଗାରେ ସ୍ନାନ କଲେ କୁହାଯାଏ ସବୁ ପାପ ନଷ୍ଟ ହେଇଯାଏ। କିନ୍ତୁ ଯେତେବେଳେ ଗଙ୍ଗା ମାତା ଏ ଧରାଧାମକୁ ଆସିଲେ ସେତେବେଳେ ସେ ଭଗବାନ ବିଷ୍ଣୁଙ୍କୁ କହିଲେ ପ୍ରଭୁ ମୋର ଗୋଟେ ନିବେଦନ। ନା କଣ ତମର ନିବେଦନ? ନା ମୁଁ ଗଙ୍ଗା ଯେତେବେଳେ ବହିବି ଶଶାଗରା ଧରା ଉପରେ ସେତେବେଳେ ଅନେକ ଲୋକମାନେ ବହୁ ପ୍ରକାର ପାପ କରିକି ଆସିକି ମୋ ନଦୀରେ ସ୍ନାନ କରିବେ, ଆଉ ସବୁ ପାପ ଯାକ ଆଣିକି ମୋ ନଦୀରେ କଣ କରିବେ? ମିଶେଇ ଦେବେ, ହଁ କି ନାଇଁ? ତ ମୋର ଯୋଉ ପାପ ଏକାଠି ହବ ମୋ ଭିତରେ ସବୁ ସେଇ ପାପ କେମିତି ନଷ୍ଟ ହବ? କାହାକୁ କହିଲେ? ବିଷ୍ଣୁଙ୍କୁ ପଚାରୁଛନ୍ତି ଗଙ୍ଗା ମାତା। ତାପରେ ଭଗବାନ ବିଷ୍ଣୁ କଣ କହିଲେ? ଭଗବାନ ବିଷ୍ଣୁ କହିଲେ ତମେ ଚିନ୍ତା କରନି ଗଙ୍ଗେ, ଯେତେ ପାପୀ ମାନେ ଆସିକି ଯେତେ ସ୍ନାନ କରିକି ତୁମ ଦେହରେ ଯେତେ ମଇଳା ମିଶେଇଥିବେ, ଯେତେ ପାପ ମିଶେଇଥିବେ, ଯଦି ବୈଷ୍ଣବ ମାନେ ଯାଇକି ସ୍ନାନ କଲେ ତାହେଲେ ସବୁ ପାପ ନଷ୍ଟ ହେଇଯିବ। ହରି ବୋଲ। ହେଲେ ସବୁ ଲୋକମାନେ ସ୍ନାନ କରନ୍ତି ପାପୀ ମାନେ ଗଙ୍ଗାରେ ଯାଇକି କଣ କରନ୍ତି? ପାପକୁ ଛାଡ଼ି ଦେଇକି ଆସନ୍ତି। କିନ୍ତୁ ଯୋଉମାନେ ଭଗବାନଙ୍କର ନାମ ଜପ କରନ୍ତି, ଭକ୍ତି କରନ୍ତି, ନିଷ୍ପାପ ନିର୍ମଳ ହୃଦୟ ସାଧୁ ସନ୍ଥ ବୈଷ୍ଣବ, ସେମାନେ ଯେତେବେଳେ ଯାଇକି ଗଙ୍ଗାରେ ବୁଡ଼ ଦିଅନ୍ତି ଗଙ୍ଗା ମାତାଙ୍କର ପାପ ମଧ୍ୟ ସେମାନେ ନଷ୍ଟ କରିଦିଅନ୍ତି। ବୁଝିପାରିଲେ କହିବା କଥା? ସେଥିପାଇଁ ସାଧୁ ସନ୍ଥ ମାନଙ୍କର ସଙ୍ଗକୁ କୁହାଯାଏ ଚଳନ୍ତି ତୀର୍ଥ। କଣ କୁହାଯାଏ? ଚଳନ୍ତି ତୀର୍ଥ। ତମେ ତ ତୀର୍ଥକୁ ଯାଉଛ ସ୍ନାନ କରିବା ପାଇଁ, କିନ୍ତୁ ସାଧୁ ମାନେ ଯଦି ଗାଁକୁ ଆସନ୍ତି, ସାହିକି ଆସନ୍ତି, ତୁମ ସହରକୁ ଆସନ୍ତି, ତାହେଲେ କୁହାଯିବ ଯେ ସେଟା ହଉଛି ଚଳନ୍ତି ତୀର୍ଥ, ଆଉ ଆମେ ମାନେ ଯାଇକି ସେଥିରେ ଯୋଗଦାନ ଦେବା ଦରକାର।